मेडिकामार्ट ମୁଁ ମେଡିକାମାର୍ଟ ଆସିଛି ମେଡିକାମାର୍ଟ ଏରିଆ ସେଲ୍ସମ୍ୟାନ୍ ମୁଁ ଭିଜିଟ୍ କରିବାକୁ ଆସିଛି ଆପଣଙ୍କ ଆପ୍କୁ ଆଉ ମେଡିକାମାର୍ଟ ଏହା ଗୋଟେ ହେଲ୍ଥ କେୟାର ଆଇଟି ଇଣ୍ଡଷ୍ଟ୍ରି କମ୍ପାନୀ ଯେ କି ପ୍ରୋଭାଇଡ୍ କରୁଛି ହେଲ୍ଥ କେୟାର ସଫ୍ଟୱେୟାର ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ ପାଇଁ ଯୋଉଟା କି ମୁଁ ଆପଣଙ୍କୁ ଇଏ ଭିଜିଟିଂ ଆଉ ଇଏ ବ୍ରୋଚର୍ ଦେଖନ୍ତୁ ଡକ୍ଟର ଲ୍ୟାବ୍ ହଉଛି ଏକ୍ସପିରିଏନ୍ସ ଦ କନଭେନ୍ସ ୱାନ୍ ଷ୍ଟପ୍ ପାଥୋଲୋଜି ଲ୍ୟାବ୍ ମ୍ୟାନେଜମେଣ୍ଟ ସିଷ୍ଟମ ଯୋଉଟା କି କୁହନ୍ତି LIMS ନାମରେ ଆପଣ ଜାଣିଥିବେ ଲିମ୍ସ and consult with us more information ତ ଆପଣ ଚାହିଁବେ ଯଦି ମୁଁ ଆପଣଙ୍କୁ ବର୍ତ୍ତମାନ ଗୋଟେ ଡେମୋ ବି ଦେଖେଇ ପାରିବି କେମିତି ଆମର ୱାର୍କ କେମିତି କରୁଛି ଆମ ସଫ୍ଟୱେୟାର ତ ଆପଣ ସିମ୍ପଲି ଯାଇକି ଦେଖିପାରିବେ ୱେବସାଇଟରେ ମୁଁ ଆପଣଙ୍କ ୱେବସାଇଟ ସେୟାର କରିଦଉଛି ଇଏ ଦେଖନ୍ତୁ ଆମ ୱେବସାଇଟ ଏଇଟା ଆପଣ ଡାଇରେକ୍ଟ ସିମ୍ପଲ ଯିବେ ଆପଣ ସିମ୍ପଲ ମେଡିକାଲ ମାର୍ଟ ଯିବେ ମେଡିକାଲ ମାର୍ଟ ଗୁଗଲରେ ସର୍ଚ୍ଚ କରିବେ ଆପଣ ଏଇଟା ହଉଛି ଫାଷ୍ଟ ଲିଙ୍କରେ କ୍ଲିକ୍ କରିବେ ଦେନ୍ ଆପଣ ଲଗ୍ଇନ୍ କରିବେ ଦେଖନ୍ତୁ ଏଇଟା ମୁଁ ଆପଣ ଦେଖେଇ ଦଉଛି ଲଗ୍ଇନ୍ କ୍ଲିକ୍ କରିବେ ପାସୱାର୍ଡ ଏଣ୍ଟର କରିବେ ଦେଖନ୍ତୁ ଲଗ୍ଇନ୍ ହେଇଗଲା ପାସୱାର୍ଡ ଲେଖୁଛି ଲଗ୍ଇନ୍ ହେଇଗଲା ଲଗ୍ଇନ୍ ହେଲେ ପ୍ରଥମେ ଏଠି ମେଡିକାମାର୍ଟ ଡଟ୍ ଇନ୍ ଡ୍ୟାସବୋର୍ଡ ଅଛି ଏଟା ଡ୍ୟାସବୋର୍ଡ ପେଜଟା ଡ୍ୟାସବୋର୍ଡ ପେଜରେ ଆପଣଙ୍କର ଡେଲି ଭିଜିଟ୍ ଆସିବ ଏଠି କେତେ ଡେଲି ଭିଜିଟ୍ ଅଛି କେତେ ସେଲ୍ ହଉଛି ଏଠି କେତେ ଆସିବ ଆପଣଙ୍କର କି କଣ କମେଣ୍ଟ ଆସିଛି ଆପଣ ଅପଲୋଡ କରିଛନ୍ତି ଏଠି ଆସିବ କେତେ କଣ ଭିଜିଟ୍ ହେଇଛି କେତେ ଆଉ ଲାଷ୍ଟ ଏଠି ଆସିବ ଲାଷ୍ଟ 7 ଡେଜ୍ ର ରିପୋର୍ଟ ଆସିବ ଆଉ ଏଠି ଆପଣଙ୍କ ରିପୋର୍ଟ ହିସାବରେ ରେସିଓ ହେଇକି ରିପୋର୍ଟ ଆସିବ କେତେ ରେସିଓ ରିପୋର୍ଟ ହେଇଛି ଟୋଟାଲ ଆର୍ନିଂସ୍ କେତେ ଆସୁଛି କେତେଟା ଡ୍ୟୁ ଅଛି କେତେ ରିପୋର୍ଟ ଜେନେରେଟ୍ କରିଛନ୍ତି ଟୋଟାଲ ଏତେ ରେସିଓ ହେଇକି ଆସିବ ଏଠି ଆଉ ଏଠି ଲାଷ୍ଟ 30 ଡେଜ୍ ର ସେଲ୍ ରିପୋର୍ଟ ଆସିବ ସେଲ୍ କେତେ ହେଇଛି ଆଉ ଏଠି ଟପ୍ ଟେଷ୍ଟ ହିସାବ ଆପଣଙ୍କର ଯେମିତି କି ହାର୍ଟ ସ୍କ୍ରିନିଂ ହଉ CBC ହଉ ଟାଇଫଏଡ୍ ଟେଷ୍ଟ ହଉ ଯୋଉଟା ଆପଣଙ୍କର ଟପ୍ ରେ ରହୁଛି ର୍ୟାଙ୍କିଙ୍ଗ ସିଷ୍ଟମରେ ଆସିବ ସେ ଦେନ୍ ଏଇଠି ଆପଣଙ୍କର ମୋଷ୍ଟ ସେଲିଂ କାଟେଗୋରୀ କଣ ଅଛି ଯେମିତି ଟାଇଫଏଡ୍ ଦେଖଉଛି ଏଇଠି ଦେଖଉଛି କାର୍ଡିଆକ ଦେଖଉଛି ଏଇଠି କ୍ୟାନ୍ସର ଦେଖଉଛି ଏଇଠି HIV ଦେଖଉଛି ଏମିତି ଏ ରେସିଓରେ ଆସିବ ଆପଣଙ୍କୁ କଲର ହେଇକି ଦେନ୍ ଆମର ରେପୋର୍ଟ ବାଇ ରିପୋର୍ଟ ଏଇଟା ରେପୋର୍ଟ କିଏ ରିପୋର୍ଟ କରିଛନ୍ତି କି ଜଷ୍ଟ ଯେମିତି ଆପଣ ୟୁଜ କରୁଛନ୍ତି ସେମିତି ଆମର ହାଇପର ଲୋକାଲ ମାର୍କେଟ ମେଡିକା ମାର୍ଟର ୟୁଜର ମାନଙ୍କ ପାଇଁ ମଧ୍ୟ ଆପ୍ଲିକେସନ ଅଛି ସେମାନେ ଏ ଆପ୍ଲିକେସନ ୟୁଜ କରିକି ଆପଣଙ୍କ ପାଥୋଲୋଜିକୁ ଆପଏଣ୍ଟମେଣ୍ଟ ନେଇପାରିବେ କି ଆପଣଙ୍କ ଆପଏଣ୍ଟମେଣ୍ଟ ନେଇପାରିବେ ଆଉ ସେଥିରେ ଜିରୋ ଫି ମେଡିକାମେଣ୍ଟ ଜିରୋ ଫି ଚାର୍ଜ କରୁଛି ଜଷ୍ଟ ଥ୍ରୋରେ କିଛି ଚାର୍ଜ କରୁଛି ଅଧିକ ଚାର୍ଜ କରୁଛି ସେମିତି ମେଡିକାମେଣ୍ଟ ଜମା ଚାର୍ଜ ଏଥିରେ କରେନି ଆଉ ଏଇଟା ଗୋଟେ ହାଇପର ଲୋକାଲ ମାର୍କ ଆପ୍ ସହିତ ଇଏ ଗୋଟେ ହାଇପର ଲୋକାଲ ଆପ୍ ଯୋଉଟା କି ଆପଣ ନିୟର ବାଇ ଯାହା ପାଥୋଲୋଜି ଡାୟଗ୍ନୋଷ୍ଟିକ ମେଡିସିନ ଷ୍ଟୋର ଯାହା ଥାଏ ସେଟାକୁ ଦେଖେଇଦବ ୟୁଜ କରିହବ ଦେନ୍ ଆସିବା ରେଫର ଦେନ୍ ଆମେ ବିଲିଂ ସେକ୍ସନ ଯିବା ଦେନ୍ ବିଲିଂ ସେକ୍ସନ ନ୍ୟୁ ବିଲିଂ କରିବା ଆମେ ନ୍ୟୁ ବିଲିଂ ରେ ଆପଣ ନ୍ୟୁ ପେସେଣ୍ଟ କ୍ଲିକ୍ କରିକି ବିଲ୍ କରିପାରିବେ ଏଇଠି ମିଷ୍ଟର ଅଛି କି ମିସେସ୍ ଅଛି ଆପଣ ଏଟାକୁ ଚୁଜ କରିପାରିବେ କି ଡକ୍ଟର ଅଛନ୍ତି କି କିଏ ବି ଅଛନ୍ତି ଦେନ୍ ପେସେଣ୍ଟ ନେମ୍ ଆପଣ କଣ ପେସେଣ୍ଟ ଦେଇପାରିବେ ନା ଦେଇପାରିବେ
ଏନିଥିଙ୍ଗ ଆପଣ ନେଇପାରିବେ, ନା ଦେଇପାରିବେ ମନେକର ଏକ୍ସ ୱାଇ ଜେଡ କଲି, ଦେନ୍ ଆପଣ ଏଣ୍ଟର ଏଜ କିଛି ଇୟର କରିପାରିବେ। ତାଙ୍କର ଇୟର ହଉଛି ମନେକର 1989, ଦେନ୍ ମନ୍ଥ ହଉଛି 05, ଏମିତି ଆପଣ ମେନସନ କରିପାରିବେ। ଦେନ୍ ସେ ଅଟୋମେଟିକ କାଲକୁଲେଟ ହେଇଯିବ। ତାର ଫୋନ ନମ୍ବର ଆପଣ ଏଣ୍ଟ୍ରି କରିପାରିବେ ଏଠି, ଏଣ୍ଟର କରିକି ଏଠି ଇମେଲ ଏଣ୍ଟ୍ରି କରିବେ। କିଛି ବି ଇମେଲ, ଯଦି ସେ ଇମେଲ ଦଉନାହାନ୍ତି ରାଜି ହଉନାହାନ୍ତି, ଆପଣ କିଛି ବି ଇମେଲ ଏଠି ଏଣ୍ଟର କରିପାରିବେ। ଯଦି ଆପଣ ତାଙ୍କର ଇମେଲ ଏଣ୍ଟ୍ରି କରିବେ ତାଙ୍କୁ ଆପଣଙ୍କୁ ମେସେଜ ପଳେଇବ। ଆଡ୍ରେସ ଆପଣ ଦେଇପାରିବେ ଆପଣ। ଦେନ୍ ଏଇଠି ନନ୍ ପ୍ରାଇମ କି ପ୍ରାଇମ ସିଲେକ୍ଟ କରିବେ। ଦେନ୍ ସିଲେକ୍ଟ ଟେଷ୍ଟ କାଟେଗୋରୀ, ଆପଣ କଣ ଇନଭେଷ୍ଟ ଟେଷ୍ଟ କରିବାକୁ ଚାହୁଁଛନ୍ତି। ଟେଷ୍ଟ କାଟେଗୋରୀ ଏତକ ଅଛି, ଯାହା ଚାହିଁବେ ଯଦି ଆପଣ ଆଡ୍ ବି କରିପାରିବେ କାଟାଗୋରୀ ଯାଇକି। ଯେତିକି ଅଛି ଯଦି ଆପଣଙ୍କ ଅଲଗା ଟେଷ୍ଟ କିଛି ଆଡ୍ କରିପାରିବେ, କିଛି ଡିଲେଟ ବି କରିପାରିବେ। ଆପଣଙ୍କ ଡାୟଗ୍ନୋସିସ୍ ସେଣ୍ଟର ହିସାବରେ ଯାହା ବି ଟେଷ୍ଟ ଅଛି ଆପଣ ଆଡ୍ କରିପାରିବେ, ଡିଲେଟ ବି କରିପାରିବେ। ତ ଆପଣଙ୍କର ଯଦି ଏଇ ଭିତରେ ଅଛି ମିଳିଯାଉଛି ତ ଆପଣଙ୍କୁ ତ ବେଟର ରହିବ। ତାହେଲେ ଏଠି କାର୍ଡିଆକ ଏକ୍ସାମିନେସନ ଆମେ ସିଲେକ୍ଟ କରିବେ। ତ ଏଥିରେ ହାର୍ଟ ସ୍କ୍ରିନିଂ ଆସୁଛି, ଏଚଡିଏଲ୍ କୋଲେଷ୍ଟ୍ରଲ ଆସୁଛି। ତ ତାର ଏଠି ପ୍ରାଇସ୍ ଆସୁଛି, ପ୍ରାଇସ୍ ଗୁଡାକ ମଧ୍ୟ ଆପଣ ଏଡ୍ କରିବେ। ଏଇଟା ଆପଣଙ୍କ ଇଚ୍ଛା ଅନୁସାରେ କଷ୍ଟମାଇଜ ହେଇପାରିବ ସବୁ। ଦେନ୍ ଏଇଠି ରିପୋର୍ଟ ଡକ୍ଟର କି କଣ ଅଛି, ଏଠି ସେଲ୍ ବି ଦେଇପାରିବେ, କିଛି ଅସୁବିଧା ନାହିଁ। ଏଠି ଏଠି ଆପଣ ରେପୋର୍ଟ ବାଇ କିଏ ତା ନାଁ ସିଲେକ୍ଟ କରିପାରିବେ। ଦେନ୍ ଏଠି ଆପଣ ହାର୍ଟ ସ୍କ୍ରିନିଂ ରେ କ୍ଲିକ୍ କରିବେ, ଠିକ ଅଛି। ଦେନ୍ ଆପଣଙ୍କର ଆମାଉଣ୍ଟ ଏଠି ଆସିଗଲା। ଏଇଠି ଆପଣ ଡିସକାଉଣ୍ଟ କିଛି ମେନସନ କରିପାରିବେ, ଏଠି ଟ୍ୟାକ୍ସ କିଛି ଦେଇପାରିବେ ଯଦି ଆପଣ ଆଉ କିଛି ବଢାଇବାକୁ ଚାହୁଁଛନ୍ତି। ଦେନ୍ ଏଇଠି ଆପଣଙ୍କର ଆସିଯିବ। ତ ବର୍ତ୍ତମାନ ପାଇଁ ତ ମୁଁ ଜିରୋ ରଖୁଛି ନା, 5% ଆପଣଙ୍କୁ ଡିସକାଉଣ୍ଟ ଦେଇକି ଦେଉଛି। ଏଠି ଡିସକାଉଣ୍ଟ କେତେ ଦେଉଛି? 2% ଡିସକାଉଣ୍ଟ, ଠିକ ଅଛି। 2% ଡିସକାଉଣ୍ଟ ରୁପିଜ, ଏଠି ଦେଖିବ ରୁପିଜ ସାଇଜ, ଏଠି ରୁପିଜ ଦେଖଉଛି କେତେ ଡିସକାଉଣ୍ଟ ପରସେଣ୍ଟ ଦେଖଉନି ଏଠି, ଠିକ ଅଛି। ସରି, ବିଲ୍ କ୍ରିଏଟେଡ ସକ୍ସେସଫୁଲ ହେଇଯାଇଛି। ଏଠି ବିଲିଂ କରିଦେଇଛି ମୁଁ। ବିଲିଂ ଇନଭଏସ୍ କୁ ଯିବା ଆମେ। ବିଲିଂ ଇନଭଏସ୍ କଲେ ଏଇଠି ଆମେ ଦେଖିଦବା କି ଏଠି ଗୋଟେ ବିଲ୍ କ୍ରିଏଟ ହେଇଯାଇଛି 297 ଟଙ୍କା। ତ ଏଇଠି ଆମେ କଣ କରିବା, ପ୍ରିଣ୍ଟ ଇନଭଏସ୍ କୁ ଯିବା। ଇନଭଏସ୍ ଆମକୁ ଦରକାର କଷ୍ଟମରକୁ, ପ୍ରିଣ୍ଟ ଇନଭଏସ୍ କୁ ଯାଇକି ଆମେ ପ୍ରିଣ୍ଟ ଦେଖିପାରିବା। ଡାଉନଲୋଡ ଇନଭଏସ୍ କରିକି ତାକୁ ସେୟାର ବି କରିପାରିବା। ଏଠି ଆପଣଙ୍କର ଆପଣ ସେଟା ପରେ ମୁଁ ଲାଷ୍ଟରେ ପାଇବୁ। ଏଠି ଆପଣଙ୍କ ନିଜର ଲୋଗ ଦେଇପାରିବେ, ନିଜର ହେଡର ଫୁଟର ଦେଇପାରିବେ। ଦେନ୍ ଦେନ୍ ଆମେ ନେକ୍ସଟ କଣ କରିବା, ଦେନ୍ ଆମେ ରିପୋର୍ଟ ପାଇଁ ଯିବା। ଦେନ୍ ଆମେ ରିପୋର୍ଟ କୁ ଯିବା। ଟେଷ୍ଟ ରିପୋର୍ଟ କଣ ବିଲିଂ ହେଇଗଲା, ରିପୋର୍ଟ ଆମେ ଯିବା। ରିପୋର୍ଟରେ ସର୍ଚ୍ଚ କରିବା କଣ ଅଛି, ଏଠି ଆସିଲା ଏକ୍ସ ୱାଇ ଜେଡ୍। ତ ତାଙ୍କ ଆକ୍ସନ କୁ ଯିବା। ଏଠି ଥ୍ରୀ ଡଟ୍ କ୍ଲିକ୍ କରିକି ଏଠି ଆମେ create report, sorry, ବିଲିଂ ବସିଲେ କ୍ରିଏଟ କରିବା ରିପୋର୍ଟ। ଏଠି ଆମେ ରିପୋର୍ଟ କ୍ରିଏଟ କରିବା। ରିପୋର୍ଟ ତାର ହେଇଗଲା, ରିପୋର୍ଟ କ୍ରିଏଟ କରିବା। କ୍ରିଏଟ ରିପୋର୍ଟ ହେଇଗଲା। ଦେନ୍ ଏଠି ଆମେ ଭ୍ୟାଲ୍ୟୁ ପକେଇବା ଆବଶ୍ୟକ, ଠିକ ଅଛି। ଏଇଠି ଆମେ ଅବଜେକ୍ଟ ଭ୍ୟାଲ୍ୟୁ ଯେତିକି ଆମେ କଣ ରଖିଛେ ତା ହିସାବରେ ଭ୍ୟାଲ୍ୟୁ ପକେଇବା ଆମେ ଏଠି।
ଯାହା ବି ଯେତିକି ଆପଣ ଟେଷ୍ଟ ରେଜଲ୍ଟ ବାହାରିଛି ସେ ସାର୍ ଭଲ ରିମାର୍କ ମାରିପାରିବେ ଆପଣ। ଦେନ୍ ଆପଣ ଏହାକୁ ସବମିଟ୍ କରିବେ। ଦେନ୍ ଆପଣଙ୍କୁ କଣ କରିବେ, ସବମିଟ୍ କରିବେ। ସେଭ୍ ରିପୋର୍ଟ କରିବେ। ସେଭ୍ ରିପୋର୍ଟ କରିକି ସକ୍ସେସ୍ ହେଲା ସେଭ୍ ରିପୋର୍ଟ। କିଛି ଏଣ୍ଟର କଲେ ସରି କିଛି ଆପଣ ଏଣ୍ଟର କରିବେ ଏଠି ଟେଷ୍ଟ ରିପୋର୍ଟ। ଚାହିଁଲେ ବି କ୍ରିଏଟ୍ ରିପୋର୍ଟ କରିପାରିବେ, ଏଡିଟ୍ ରିପୋର୍ଟ ଚାହିଁଲେ ବି କରିପାରିବେ। ମନେକର କିଛି ଆପଣଙ୍କ ଭୁଲଭାଲ ଲେଖିଛନ୍ତି କିଛି, ଏଠି ଚାହିଁଲେ ଅବଜେକ୍ଟ ଭ୍ୟାଲୁ କଣ ରହିଲା, ମୁଁ ମନେକର 0 0 ପକେଇଲି, ଆପଣଙ୍କ କଣ ଭ୍ୟାଲୁ ଥିବ, 0 2 ପକେଇଲି, ଏଠି 0 5 ପକେଇଲି, ଏଠି ପକେଇଲି ଅଲଗା ପକେଇଲି। ତ ଏମିତି ମୁଁ ସେଭ୍ ବି ଆଉଥରେ କରିପାରିବି ଏଠି ଏଡିଟ୍ କରିକି, ବୁଝିଲେ ନା। ତାପରେ ଏଠି ଆମେ ପ୍ରିଣ୍ଟ କୁ ଯିବା। ଦେନ୍ ରିପୋର୍ଟ କେମିତି ପ୍ରିଣ୍ଟ କରିବା, ଟେଷ୍ଟ ରିପୋର୍ଟ ପେଣ୍ଡିଂ ରିପୋର୍ଟ ଯାହା ଥିବ ଟେଷ୍ଟ ରିପୋର୍ଟ କରିବା। ଟେଷ୍ଟ ରିପୋର୍ଟ ପାଇଁ କଣ କରିବା, ପେ ନାଓ ରେ ବି ପେ କରିପାରିବା, ଇମେଲ କରିପାରିବା, ତାକୁ ପେମେଣ୍ଟ ହେଇସାରିଲା ପରେ ତାକୁ ଆମେ ପ୍ରିଣ୍ଟ କରିଦେବା। ତ ପେମେଣ୍ଟ ଷ୍ଟେଟମେଣ୍ଟ ବି ଆମେ ଏଠି ଜେନେରେଟ କରିପାରିବା। ପ୍ରିଣ୍ଟ ରିପୋର୍ଟ ଏଠି ଯିବା, ପ୍ରିଣ୍ଟ ରିପୋର୍ଟ ଆମେ କରିବା। ସେଭ୍ ଆଣ୍ଡ ପ୍ରିଭ୍ୟୁ ଦେଖିଲେ ଆପଣଙ୍କର ଏଇଠି ଗୋଟେ ପ୍ରିଣ୍ଟ ରିପୋର୍ଟ ଆସିଯାଉଛି, ଦେଖନ୍ତୁ ଏଇଠି ଡିଜିଟାଲ ଥ୍ରୋରେ ଆସୁଛି। କ୍ୟୁଆର କୋଡ ଥ୍ରୋରେ ବି ଆପଣ କଷ୍ଟମରକୁ ଦେଇପାରିବେ। ସେ କ୍ୟୁଆର କୋଡ ଥ୍ରୋରେ ଟୋଟାଲ ଜାଣିପାରିବେ। ଏଠି ଆପଣଙ୍କ ବିଲ୍ ଗୋଟେ ବାରକୋଡ୍ ବି ଆସିଯାଉଛି, ଠିକ ଅଛି। ଏ ସବୁ ଆସିଯାଇଛି, ମୁଁ ଡାଉନଲୋଡ କରିକି ଦେଇପାରିବେ ପିଡିଏଫ କରିକି। ଦେନ୍ ଆପଣଙ୍କର ରିପୋର୍ଟସ ପରେ ପେଣ୍ଡିଂ ରିପୋର୍ଟସ କଣ କଣ ପେଣ୍ଡିଂ, ଯଦି ଆପଣ ଦେଇନାହାନ୍ତି କେତେଟା ରିପୋର୍ଟସ ଅଲରେଡି ବଳକା ହେଇଯାଇଛି, ତାକୁ ଆପଣ ଆଉଥରେ ପେଣ୍ଡିଂ ରେ ବି ଦେଇପାରିବେ। ଦେନ୍ ସେଟିଂସ୍ ଯିବା, ଯେମିତି କଷ୍ଟମାଇଜ କରିବା କାଟାଗୋରୀରେ। ଦେଖନ୍ତୁ ଏ କାଟାଗୋରୀରେ ଆପଣଙ୍କର କଣ କଣ ଟେଷ୍ଟ ରହୁଛି, ଆପଣ ଡାଇଗ୍ନୋଷ୍ଟିକ ଲ୍ୟାବରେ, ପାଥ ଲ୍ୟାବରେ, ତ ଆପଣ ସେଇଟା ଆଡ୍ କରିପାରିବେ। ଆଉ ଯୋଉଟା ବି ଡିଲିଟ୍ କରିପାରିବେ, ଯୋଉଟା ଆପଣ ହଉନି କଷ୍ଟମାଇଜ କରିପାରିବେ। ଦେନ୍ ଆସିଲେ ଆମେ ୟୁନିଟ କୁ। ୟୁନିଟ ରେ ଯେମିତି ଦେଖନ୍ତୁ, ୟୁନିଟ ରେ ଯାହା ଅଛି ବର୍ତ୍ତମାନ ମାକ୍ସିମମ୍ ଆମେ ବାଇ ଡିଫଲ୍ଟ ଦେଇଛୁ। ତ ଆପଣଙ୍କୁ ଯୋଉଟା ଲାଗୁଛି ଯୋଉଟା ୟୁଜ ହଉନି, ଅଲଗା କିଛି ଆଡ୍ କରିବାକୁ ଚାହୁଁଛନ୍ତି, ତ ଆପଣ ଏଇଠି ଯାଇକି ଆଡ୍ ବି କରିପାରିବେ। ୟୁନିଟ ର ଏଇଟା ଏକ୍ସେଲ ବି ଦେଖିପାରିବେ କଣ କଣ ୟୁନିଟ୍ ଦିଆ ହେଇଛି। ଏଟା ପିଡିଏଫ ଇମ୍ପୋର୍ଟ ଏକ୍ସେଲ ବି କରିପାରିବେ। ଯଦି ଆପଣ ଏକ୍ସେଲ କିଛି ରଖିଛନ୍ତି ୟୁନିଟ୍, ଏଟା ଇମ୍ପୋର୍ଟ କରିପାରିବେ। ଏଟା ଡାଉନଲୋଡ କରିକି ଦେଖିପାରିବେ କଣ ଏଥିରେ ଅଛି। ଦେନ୍ ଆପଣଙ୍କ ସେଟିଂସ୍ କୁ ଯିବେ, ପୁଣି ଭେଣ୍ଡର ଦେଖିବେ। ଭେଣ୍ଡର ମିନ୍ସ ଆପଣଙ୍କୁ କିଏ କିଏ ଦେଇଛନ୍ତି ଲିଡସ୍, मतलब ଆପଣ କାହା କାହା ଥ୍ରୁରୁ ଆସିଛନ୍ତି, ନହେଲେ ଆପଣଙ୍କର ଯେ ଆପ୍ଲିକେସନ ୟୁଜ କରୁଛନ୍ତି ସେମାନେ ରେଫର କେତେ ଜଣ କରିଛନ୍ତି, ଏଇଟା ଦେଖିପାରିବେ। ଦେନ୍ ଆପଣ ଆସିବେ ପେସେଣ୍ଟସ୍, କେତେ ଜଣ ପେସେଣ୍ଟ ଆପଣଙ୍କର ଏଇଠି ବି ଚାହିଁଲେ ଆଡ୍ କରିପାରିବେ ପେସେଣ୍ଟ ମାନଙ୍କୁ। କେତେ ପେସେଣ୍ଟ ଅଛନ୍ତି, ପେସେଣ୍ଟ ଏଇଠି ଚାହିଁଲେ ବି ଡାଇରେକ୍ଟ ପେସେଣ୍ଟକୁ ଆଡ୍ କରିପାରିବେ। କେତେ ଜଣ ରେଜିଷ୍ଟ୍ରେସନ ଦେଖିପାରିବେ। ଦେନ୍ ଆପଣ ସେଟିଂସ୍ କୁ ଯିବେ। ଦେନ୍ ରୋଲ ଦେଖିବେ, କାହାର କୋଉ ରୋଲ ଆପଣ ସିଲେକ୍ଟ କରିପାରିବେ ଏଠି। କିଏ ଆପଣ କ୍ୟାସିୟର ହଉ, କିଏ ଆପଣ କଲେକ୍ସନ ଏଜେଣ୍ଟ ହଉ, ତାକୁ ଗୋଟେ ଗୋଟେ ପର୍ସନାଲ ଆଇଡି ଦେଇପାରିବେ, ସେମାନେ ୟୁଜ କରିକି କରିପାରିବେ। ଯେମିତିକି ଆପଣଙ୍କର ଆସିଷ୍ଟାଣ୍ଟ ଯିଏ ଦେଖୁଛନ୍ତି, ଲ୍ୟାବ ଦେଖୁଛନ୍ତି, ରିପୋର୍ଟ ବାହାର କରୁଛନ୍ତି, ତାକୁ ଗୋଟେ ଗୋଟେ ମନେକର ଆପଣ behalf ରେ ସେମାନେ କାମ କରିପାରିବେ। ଏଇଠି ଆପଣ ତାଙ୍କ ପାସୱାର୍ଡ ଆଇଡି କଷ୍ଟମାଇଜ କରିପାରିବେ, ଲିମିଟେଡ ଆକ୍ସେସ ମଧ୍ୟ ଦେଇପାରିବେ ଏଥିରେ। ଦେନ୍ ଆପଣଙ୍କର ରୋଲ ଚୁଜ କଲେ ତାର ୟୁଜର ଆଇଡି ଏଠି ଦେବେ। ୟୁଜର ନାଁ କଣ ହେଲା, ଆଡମିନ ଦେବେ, କ୍ୟାସିୟର ଦେବେ, ତାକୁ କଣ ଆକ୍ଟିଭେଟ କରିବେ, ବ୍ଲକ କରିପାରିବେ। ଦେନ୍ ଏଇଠି ଆପଣଙ୍କର ସେମିତି ୟୁଜ ଏଟା ଦେଇପାରିବେ। ସେ ନା ରୋଲ କ୍ରିଏଟ କଲେ ୟୁଜର କ୍ରିଏଟ କରିବେ। ଦେନ୍ ୟୁଜର ପାସୱାର୍ଡ ବି ଦେଇପାରିବେ। ଏଠି ଆକ୍ଟିଭେଟ କଲା ମାନେ ସେ ପାସୱାର୍ଡ ମାଗିବ। ଦେନ୍ ଆପଣ ଟେମ୍ପଲେଟ ଚୁଜ କରିପାରିବେ। ମନେକର ଆପଣ ଯୋଉ ବିଲିଂ ଆସୁଛି ମେଡିକାମାର୍ଟ ଥ୍ରୋରେ ଆସୁଛି, ତ ଏଇଠି ଆପଣଙ୍କର କିଛି ଯୋଉ ହେଡର ଫୁଟର ଏଠି ଦେଇପାରିବେ ଚୁଜ ଫାଇଲ କରିକି, ସେଟ ଇମେଜ କରିକି। ଦେନ୍ ଆପଣଙ୍କର କଣ ଆସିବ, ଆପଣଙ୍କର ଲେଟର ପ୍ୟାଡ ହେଇଯିବ। ଲେଟର ପ୍ୟାଡ ଥ୍ରୋରେ ହିଁ ଆସିବ, ଆପଣଙ୍କୁ ଦେଖିବ। ୱିଦାଉଟ୍ ହେଡର ଦରକାର କି ୱିଥ ହେଡର ଦରକାର, ଆପଣଙ୍କର ଦୁଇଟା ଚୁଜ କରିକି ଆପଣ ଦେଇପାରିବେ। ଆପଣ ଲେଟର ପ୍ୟାଡ ଷ୍ଟାଇଲରେ ସେ ଆସିଯିବ ଆପଣଙ୍କ ବିଲଟା, ଆପଣ କଷ୍ଟମରକୁ ଦେଇପାରିବେ। ଦେନ୍ ଆସିଲା ଆମର ଅପଗ୍ରେଡ। ଆପଣଙ୍କର ଯୋଉଟା ଆମେ ପ୍ରୋଭାଇଡ କରୁଛୁ ଏଟା ଫ୍ରି ରହୁଛି। ଫ୍ରିରେ ଓନଲି ଲିମିଟେଡ 100 ବିଲ୍ ଆପଣ ଜେନେରେଟ କରିପାରିବେ।
ଦେନ୍ ଆପଣଙ୍କୁ ପ୍ଲାନ୍ ନେବାକୁ ପଡିବ, ଯୋଉଟାରେ ଆପଣଙ୍କୁ ଓନ୍ଲି ଇୟରଲି ପ୍ଲାନ୍ ରହୁଛି, ଯୋଉଟା କି ଆଉ ଯଦି ଆମେ ମନ୍ଥଲି ପ୍ଲାନ୍ ଦେଖିବା ତ ମନ୍ଥଲି ସେଇଟା ମୁଁ ପରେ କଲେ ଜଣେଇଦେବି, ନହେଲେ ଆପଣଙ୍କୁ ଭିଡ଼ିଓ କରିକି କଲେ ଜଣାଉଛି ଆପଣଙ୍କୁ जो प्लान ଅଛି ଆପଣଙ୍କୁ ପ୍ଲାନ୍ ବିଷୟରେ ଡିସ୍କସ୍ କରୁଛି, ଏଭ୍ରିଥିଙ୍ଗ ଅଫ୍ କଷ୍ଟମାଇଜେବଲ। ଆପଣ ଚାହିଁବେ ଏଇଟା ଆଡ୍ କରିବାକୁ ଚାହିଁବେ, ଡକ୍ଟର ପ୍ରେସକ୍ରିପସନ ଆଡ୍ କରିବାକୁ ଚାହିଁବେ, ଏନିଥିଙ୍ଗ ୟୁ ୱାଣ୍ଟ ଟୁ add, you can add. We can give you this freedom. We can customize everything for your need. Then lab store, lab store ଅଛି। ଏ lab store ରେ କଣ କଣ ଆମର ଟେଷ୍ଟ ହଉଛି, ଏଇ ମାନେ ଯୋଉଟା ଆଡ୍ କରିଛନ୍ତି ଆପଣ ଏଇଠି ଚାହିଁକି ଆଡ୍, ଯଦି ସବୁ ଆଡ୍ କରିପାରିବେ, view ସବ୍ ଟେଷ୍ଟ ବି ଆଡ୍ କରିପାରିବେ, ଟେଷ୍ଟ ଭିତରେ ଆଉ ଗୋଟେ ଟେଷ୍ଟ ରହୁଛି ପଇସା ପାଇଁ। ଏଇଟା ଫିଡବ୍ୟାକ୍, ଏଇଟା ଫିଡବ୍ୟାକ୍ ଆମ ପାଇଁ ବାସ୍ ଏତିକି। ଆଉ ଆପଣଙ୍କର ଅପଗ୍ରେଡ ପ୍ଲାନ୍ କି କଣ କଷ୍ଟମାଇଜ ନେଇପାରିବେ, ଆମର ବହୁତ ଗୁଡାଏ ପ୍ଲାନ୍ ଅଛି। ଯଦି ଅପଗ୍ରେଡ ପ୍ଲାନ୍ ମୁଁ ଦେଖେଇବି ଆପଣଙ୍କୁ, ମାଇ ପ୍ଲାନ୍ ଭିତରେ ଅପଗ୍ରେଡ ନାଉ ଅପଗ୍ରେଡ ଦେଖିଲେ ଆପଣଙ୍କର କଣ ଗୋଟେ ଆସୁଛି, ଅପଗ୍ରେଡ ପ୍ଲାନ୍ ଆସୁଛି। ଏଇଠି ଚାହିଁବେ ଅପଗ୍ରେଡ ନାଉ ଦେଖିବା, ଅପଗ୍ରେଡ ନାଉ ମାରିଲେ ଆପଣଙ୍କ ପ୍ଲାନ୍ ଆସୁଛି, ଇଏ ଫ୍ରି ହଉଛି 100 ରିପୋର୍ଟସ ପର ମନ୍ଥ ଆପଣ ଜେନେରେଟ କରିପାରିବେ। ଆପଣଙ୍କର ଯଦି ଅଧିକ ୟୁଜର୍ସ ଥିବ କ୍ଲାଉଡ ଷ୍ଟୋରେଜ 2 GB ୟୁଜ କରିପାରିବେ, କଷ୍ଟମର ସପୋର୍ଟ ୟୁଜ କରିପାରିବେ। ଦେନ୍ ଯଦି ଆମେ ଷ୍ଟାଣ୍ଡାର୍ଡ ପ୍ଲାନ୍ ନେଉଛନ୍ତି, ଷ୍ଟାଣ୍ଡାର୍ଡ ପ୍ଲାନରେ ଆପଣଙ୍କ ଅନଲିମିଟେଡ ବିଲିଂ ଆଣ୍ଡ ରିପୋର୍ଟ ରହିବ, କ୍ଲାଉଡ ଷ୍ଟୋରେଜ ଆଣ୍ଡ ରିପୋର୍ଟ ସପୋର୍ଟ ଅପ ଟୁ 10 GB ରହିବ, ଆଣ୍ଡ କଷ୍ଟମର ସପୋର୍ଟ ବି ରହିବ, 1 ମନ୍ଥ ଫ୍ରି ମଧ୍ୟ ରହିବ ଆପଣଙ୍କୁ। ସେମ୍ ଏଣ୍ଟରପ୍ରାଇଜ ପ୍ଲାନ୍, ଆପଣ ଏଣ୍ଟରପ୍ରାଇଜ ପ୍ଲାନ୍ ଯଦି ଆପଣଙ୍କର ଆଉ କେତେଟା ଆଉଟଲେଟ୍ ଅଛି ଆପଣ ବଡ ଏଣ୍ଟରପ୍ରାଇଜେସ୍, ଆପଣ ଏଇ ପ୍ଲାନ୍ ଟା ଚୁଜ କରିପାରିବେ, ଯୋଉଟା କଷ୍ଟମାଇଜେବଲ ବି ଅଛି, ଅନଲିମିଟେଡ ବିଲିଂ ରିପୋର୍ଟ, କ୍ଲାଉଡ ଷ୍ଟୋରେଜ ସପୋର୍ଟ 10 GB। 10 GB ଯାଏ ଆମେ କ୍ଲାଉଡ ଷ୍ଟୋରେଜ ଦଉଛୁ, ଆପଣଙ୍କ ଡାଟା ବି କିଛି ମିସ୍ ହବନି, କିଛି ଇଏ ହବନି, ମତଲବ ଡିଜାଷ୍ଟର ମ୍ୟାନେଜମେଣ୍ଟ ହେଇଗଲା, କିଛି ଡିଜାଷ୍ଟର କିଛି ହେଲା ତ ଆପଣଙ୍କ ଡାଟା ଲସ୍ ହେଇଯାଉଛି ସିଷ୍ଟମ, ସିଷ୍ଟମ ଆପଣ ଯେତେବେଳେ ଚାହିଁବେ ଏନିୱେୟାର ଆପଣ ଡାଟା ରିପୋର୍ଟ ଜେନେରେଟ କରିପାରିବେ, ରିପୋର୍ଟ ଆଉ ରିପୋର୍ଟକୁ ଭେରିଫାଇ କରିବେ, ଆନାଲିସିସ୍ କରିପାରିବେ ଆପଣଙ୍କର ଯୋଉଠି ବି ଥାଏ। ତ ଦେନ୍ ଆପଣ ଏଇଥିରେ କୋଉଠି ଘରେ ଗଲେ ମଧ୍ୟ, କୋଉଠି ବାହାରେ ଯାଇଛନ୍ତି ମଧ୍ୟ, ଆପଣଙ୍କର କେତେ ସେଲ୍ ହେଇଛି କଣ ହେଇଛି ଆପଣ କ୍ଲାଉଡ ରୁ ଦେଖିପାରିବେ ଡାଇରେକ୍ଟଲି ଅନଲାଇନ ଥ୍ରୁରେ। ଏଇଟା ଗୋଟେ ବେନିଫିଟ ରହୁଛି, ଆଣ୍ଡ କଷ୍ଟମର ସପୋର୍ଟ ମଧ୍ୟ ରହୁଛି, ଆଉ ମଧ୍ୟ କଷ୍ଟମାଇଜ ରହୁଛି। ଏଇଟା 700 ପ୍ଲାନ୍ ହଉଛି ଆପଣ ଏଣ୍ଟରପ୍ରାଇଜ, ଆପଣ ଏଣ୍ଟରପ୍ରାଇଜ କଣ କଣ ଦରକାର ହଉଛି, କଣ କେମିତି ଆପଣଙ୍କର ବ୍ୟାକ୍ ଏଣ୍ଡ ଫ୍ରଣ୍ଟ ଏଣ୍ଡ କଣ କେମିତି ଆପଣଙ୍କର କଷ୍ଟମାଇଜ ହିସାବରେ ଦରକାର ହଉଛି, ସେଇ ହିସାବରେ ଆପଣ ପ୍ଲାନ୍ କରିକି ପ୍ଲାନ୍ ନେଇପାରିବେ, ଯୋଉଟା କି ଯଦି କିଛି କମ ଥିବ ମାନେ ଯଦି କିଛି ବେଟର ବହୁତ ଦିନ ଟାଇମ ର ଯଦି କିଛି ଆପଣ କଷ୍ଟମାଇଜ କରୁଛନ୍ତି, ଦେନ୍ ସେଟା ଚାର୍ଜେବଲ, ଯଦି ମାଇନର କିଛି ଥିବ ସେଟା ଆମେ କରିକି ଆପଣଙ୍କୁ ଦେଇ ଦଉଛୁ ଜଲ୍ଦି। ଠିକ ଅଛି, ଦେନ୍ ଏତିକି ପ୍ଲାନ୍ ବିଷୟରେ ମୁଁ ଡିସ୍କସ, କମ୍ପେୟାର ପ୍ଲାନ୍ ଦେଖନ୍ତୁ, ଏଇ ପ୍ଲାନ୍ କମ୍ପାରିଜନ ମୁଁ ଦେଇଦେଇଛି। ହିସାବରେ କଣ କଣ ମିଳିବ ଏଠି, ୱାଲେଟ ସର୍ଭିସ ମିଳିବ, କୋଉଥିରେ ସବୁଥିରେ ଷ୍ଟାଣ୍ଡାର୍ଡ ରେ ମିଳିବ, କିନ୍ତୁ ଏଗୁଡାକରେ ପେମେଣ୍ଟ ସେଟଲମେଣ୍ଟ ମିଳିବ, ଏଗୁଡା ସବୁ ଡିଟେଲ୍ସ ଟୋଟାଲ ମିଳିଯିବ ଏଥିରେ। ଠିକ ଅଛି, ଥ୍ୟାଙ୍କ ୟୁ। ଏମିତି ସବୁ ଥିଲା। ଦେନ୍ ଆପଣ ଏବେ ଯଦି ନଉଛନ୍ତି ଆପଣଙ୍କୁ 10% ଡିସକାଉଣ୍ଟ ରହିବ, ଆଉ ପୁଲିସ ସପୋର୍ଟ ତ ମୋ ତରଫରୁ ରହିବ, ଯେହେତୁ କମ୍ପାନୀ ଏବେ ମାର୍କେଟରେ ଏବେ ନୂଆ ଅଛି, ଏ ମାର୍କେଟରେ ତ ଡିସକାଉଣ୍ଟ ଅଫର କରୁଛି, ଜଲ୍ଦି ଆପଣ ନେଇଯାଇକି ଏ ପ୍ଲାନ୍ ୟୁଜ କରନ୍ତୁ, ତାକି ଆପଣଙ୍କୁ ବହୁତ ବଢିଆ ଲାଗିବ ଏ ପ୍ଲାନ୍, ଆଉ ଆପଣଙ୍କ ୟୁଜଫୁଲ ଏଇଠି, ଆଉ ଆପଣଙ୍କୁ ଏଥିରେ କଷ୍ଟମର ମଧ୍ୟ ମିଳିବେ, ବିକଜ ଏଇଟା ଗୋଟେ ହାଇପର ଲୋକାଲ ମାର୍କେଟ। ଥ୍ୟାଙ୍କ ୟୁ। ତ କୁହନ୍ତୁ ଆଜି କି କାଲି ଫାଇନାଲ କରିଦବା ଆମେ। ଦେଖନ୍ତୁ ଏତେ ବଢିଆ ପ୍ଲାନ୍ ଆଉ କୋଉଠି ମିଳିବନି, ଆପଣ ଯଦି ନେବାକୁ ଚାହୁଁଛନ୍ତି ଏବେ ହିଁ ନେଇଯାଆନ୍ତୁ, ମୁଁ ବହୁତ ଡିସକାଉଣ୍ଟରେ ଆପଣଙ୍କୁ ଦେଇଦେବି। ଆପଣ କଲେ କିଛି ପ୍ରୋବ୍ଲେମ ମତେ କଲ୍ କରିବେ, କଷ୍ଟମର ସପୋର୍ଟ କଲ୍ କରିବେ, ଆପଣ ଫୋନ୍ ଏ ସଲ୍ଭ ହେଇଯିବ। ଆଉ ବହୁତ ଲୋକ ନେଲେଣି ମଧ୍ୟ, ଆପଣ ଜାଣିଥିବେ ମେଡିକାମାର୍ଟ ବିଷୟରେ, ମେଡିକାମାର୍ଟ ବହୁତ ଭଲ କମ୍ପାନୀ, ଆଉ ଭୁବନେଶ୍ୱର ବି ବହୁତ କିଛି ୟୁଜ କରୁଛନ୍ତି, ଆପଣ ନିଅନ୍ତୁ, ଆପଣ ବି ନିଜେ ଫିଡବ୍ୟାକ୍ ନେଇପାରିବେ। ଥ୍ୟାଙ୍କ ୟୁ।